ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଖଡ଼ିଆଳ ମହୋତ୍ସବ ପାଳନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲୋକ ସଂସ୍କୃତି ପରମ୍ପରାର ନିଆର ଲୋକ ମହୋତ୍ସବ ଖଡ଼ିଆଳ ମହୋତ୍ସବ 2026 ପାଳନ ନେଇ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ଫେବୃଆରୀ ମାସରେ 4, 5, 6, 7, 8 ତାରିଖ 5 ଦିନ ବ୍ୟାପୀ ମହୋତ୍ସବ ଅନୁଷ୍ଠିତ ହେବ ସେ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ମଧ୍ୟ ସମର୍ଥନ ଏବଂ ସହଯୋଗ ଥିବାବେଳେ ଜନସାଧାରଣଙ୍କ ବିପୁଳ ସାହାଯ୍ୟ ଓ ସହଯୋଗ ଦ୍ୱାରା ପ୍ରତିଫଳନ ହୋଇଛି। ଖଡ଼ିଆଳ ମହୋତ୍ସବ ଆଜି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ଅଧିରାଜ ପାଣିଗ୍ରାହୀ, ସମ୍ପାଦକ ପୃଥ୍ୱୀରାଜ ମହାନ୍ତି, ଉପସଭାପତି ଉଜ୍ଜଳ ଗୁପ୍ତା, ବିଭୁ ବିଭାର ଏବଂ ଉପଦେଷ୍ଟା ଗୋବର୍ଦ୍ଧନ ସୁନା ପ୍ରମୁଖ ଯୋଗଦେଇ ମହୋତ୍ସବ ପାଳନ ନେଇ ଉପକମିଟି ଅଧ୍ୟକ୍ଷ ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି କମଲ ଲୋଚନ ମାଝୀଙ୍କ ରିପୋର୍ଟ, ଓଡ଼ିଶା ଖବର।